ମୁଁ ଏହି ଭିଡ଼ିଓରେ ଦେଖାଇବାକୁ ଯାଉଛି ଛାତର ୱାଲ୍ ବିମ୍ ପଟା ସେଣ୍ଟରିଂ କାମ କେମିତି କରାଯାଏ। ବିମ୍ ସାଇଜ 10 ଇଞ୍ଚ ବାଇ 6 ଇଞ୍ଚ, 10 ଇଞ୍ଚ ବାଇ 12 ଇଞ୍ଚ, 10 ଇଞ୍ଚ ବାଇ 15 ଇଞ୍ଚ ବା 10 ଇଞ୍ଚ ବାଇ 20 ଇଞ୍ଚ ଯାହା ହେଉନା କାହିଁକି ଏହି ଛାତ ବିମ୍ 10 ଇଞ୍ଚ ବାଇ 6 ଇଞ୍ଚ ରହିଛି। ଯେଉଁମାନେ ନୂଆ ମିସ୍ତ୍ରୀ ତାଙ୍କରି ପାଇଁ ବିଶେଷ କରି ଏହି ଭିଡ଼ିଓଟି, ଯେଉଁମାନେ ନୂଆ ଘର କରୁଛନ୍ତି ତାଙ୍କ ପାଇଁ ମଧ୍ୟ। ସବୁଠାରୁ ଇମ୍ପୋର୍ଟାଣ୍ଟ କାମ ହେଲା ବିମ୍ର ଟପ୍ ଭାଗ ବା ଉପର ଅଂଶ। ଏହି ଉପର ଅଂଶଟି ଛାତଟି ଯେତେ ବଡ଼ ହେଉନା କାହିଁକି ସମାନ ଲେବୁଲରେ ରହିବ। ଏହାଦ୍ୱାରା ଛାତ ଢଳାଇ ମୋଟେଇ ସମାନ ରହିବ। ଢଳାଇ ଥିକନେସ୍ କମ୍ ବେଶୀ ହେବନି। ଛାତର ଛାଞ୍ଚ ବିମ୍ ଉପର ଅଂଶ ଉପରେ ନିର୍ଭର କରେ। ରନର ବିମ୍ର ଉପର ଅଂଶ ଲେବୁଲରେ ରହିବା ଦରକାର। ଏହି ରନରଟି ବିମ୍ର ଲେବୁଲ ଉପର ଅଂଶ ଉପରେ ରହିବା ଦରକାର। ତେବେ ଯାଇ ପଟା ସେଣ୍ଟରିଂ ଗୋଟିଏ ଲେବୁଲରେ ରହିବ। ଛାତର ଥିକନେସ୍ ସମାନ ଭାବରେ ରହିବ। ବିମ୍ ଅପ୍ ଡାଉନ୍ ବା ଖାଲ ଢିପ ହେଲେ ଛାତର ତଳ ଅଂଶ ଖାଲ ଢିପ ହୋଇ ରହିବ। ସିଲିଂ ପ୍ଲାଷ୍ଟର ପାଇଁ ଅସୁବିଧା ହେବ। ଆବଶ୍ୟକତାଠାରୁ ଅଧିକ ଗୋଡ଼ି ବାଲି ସିମେଣ୍ଟ ଲାଗିବ। ଚ୍ୟାନେଲକୁ ପ୍ରଥମ ଥର ଆସୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଲେ ମୁଁ ଘର କାମର ଇମ୍ପୋର୍ଟାଣ୍ଟ ଭିଡ଼ିଓ ଆପଣମାନଙ୍କୁ ଦେଖାଇବି। ମୁଁ ଏ ପଟା ସେଣ୍ଟରିଂ କରିଛି ଦେଖାଉଛି, ଦେଖନ୍ତୁ। ଏ 2500 ସ୍କୋୟାର ଫୁଟର ସେଣ୍ଟରିଂ ଗୋଟିଏ ଲେବୁଲରେ ରହିଛି। ଆପଣମାନେ ଦେଖିପାରୁଥିବେ ପଟା ସେଣ୍ଟରିଂଟି ଗୋଟିଏ ଲେବୁଲରେ ରହିଛି। ପ୍ଲାଇ ଆଉ ପଟା ମିଶିକରି ସେଣ୍ଟରିଂଟି ହୋଇଛି। ମୁଁ ବର୍ତ୍ତମାନ ଦେଖାଉଛି ମୁଁ ବାଡ଼େଇଥିବା ବା ପଟା ସେଣ୍ଟରିଂ କରିଥିବା ରନର ବଲା କେଉଁ ଭଳିଆ ଲାଗିଛି। ଆପଣମାନେ ସେହିଭଳିଆ ହିଁ କରିବେ। ଦେଖନ୍ତୁ ବଲା ଗୁଡ଼ାକ ଟିକେ ବଡ଼ ଅଛି, ତେର୍ଛେଇକି ଲଗେଇଛି। ଦେଖିଲେ।